8 ଦିନରୁ ଅଧିକ ହେବ ମିଳୁନି ଜାଳେଣି ଗ୍ୟାସ୍ ଖାଉଟି ହନ୍ତସନ୍ତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲାଗ୍ରାମ ନିକଟରେ ଥିବା ଇଣ୍ଡିଆନ୍ ଇନ୍ଧନ ଗ୍ୟାସ୍ ସେଣ୍ଟରରେ ଆଜକୁ 7 ଦିନ ପରେ ହେବ ମିଳିପାରୁନି ଇନ୍ଧନ ଗ୍ୟାସ୍। ଫଳରେ ଏଠାରେ ରହିଥିବା ଗ୍ରାହକମାନେ ନାହିଁ ନଥିବା ହଇରାଣ ହେଉଥିବା ତଥା ଲୋକମାନେ ନିଜ କାମ ଛାଡ଼ି ବାରମ୍ବାର ନିରାଶ ହୋଇ ଫେରୁଥିବାର ଅଭିଯୋଗ ହୋଇଛି। ଏନେଇ ବାରକୋଟ ଇନ୍ଧନ ଗ୍ୟାସ୍ ଡିଲରଙ୍କ ମଧ୍ୟ ପ୍ରତିକ୍ରିୟା ନେଇଥିଲୁ। ସେ କହିଥିଲେ ଉପରକୁ ଆମେ ଡ୍ରାଫ୍ଟ କରିଛୁ କିନ୍ତୁ ଉପରୁ ଏପର୍ଯ୍ୟନ୍ତ ଗ୍ୟାସ୍ ଆମ ପାଖକୁ ପଠାଯାଇନାହିଁ, ତେଣୁକରି ବିଳମ୍ବ ହେଉଛି। ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ହେଲେ ବାରକୋଟ ବ୍ଲକରେ ପ୍ରଶାସନ ତଥା ରାଜନୈତିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ରହିଥିବା ସତ୍ତ୍ୱେ ଲୋକମାନଙ୍କ ଦୈନନ୍ଦିନ ଜୀବନରେ ଆବଶ୍ୟକତା ରହିଥିବା ଜିନିଷଗୁଡ଼ିକରେ ଅବହେଳା କରାଯାଉଥିବାରୁ ଖାଉଟି ମହଲରେ ଦୁଃଖ ପ୍ରକାଶ କରାଯାଉଛି। ବହୁ ସଂଖ୍ୟକ ଗ୍ରାହକ ଇଣ୍ଡିଆନ୍ ଇନ୍ଧନ ଗ୍ୟାସ୍ରେ ନିର୍ଭର କରନ୍ତି। ଫଳରେ ବାରକୋଟ ବ୍ଲକରେ ଏପରି ଅବ୍ୟବସ୍ଥାକୁ ଗଣମାଧ୍ୟମ ଆଗରେ ଗ୍ରାହକମାନେ ପ୍ରକାଶ କରିଛନ୍ତି। ମୁଁ ପଞ୍ଚାନନ ସାହୁ ସିନିୟର ସିଟିଜେନ୍। ଆଉ ବଡ଼ ଦୁଃଖର କଥା, ଆଜକୁ 7 ଦିନ ହେବ ଆମର ବାରକୋଟ ବ୍ଲକରେ ଗ୍ୟାସ୍ ଇଣ୍ଡିଆନ୍ ଗ୍ୟାସ୍ ମିଳୁନି। ଏ ସମ୍ପର୍କରେ ପ୍ରାୟ ପ୍ରତ୍ୟେକ ଦିନ ଦୈନନ୍ଦିନ ଜୀବନରେ ଆମେ ଆସୁଛୁ, ଆସିଲେ ମଧ୍ୟ କୌଣସି ରେଜଲ୍ଟ ଆମେ ପାଇପାରୁନୁ। ଗୋଟେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭାବରେ ଗ୍ୟାସ୍ ହେଲା, ଇଲେକ୍ଟ୍ରିସିଟି ହେଲା, ଏଇ ଜିନିଷର ପ୍ରୋବ୍ଲେମ୍ ନ ହେବା କଥା। ଏମିତି ତ ଲାଗୁଛି ଏଠି କୌଣସି ପ୍ରଶାସନ ନାହିଁ ପରି ଲାଗୁଛି କିମ୍ବା କୌଣସି ରାଜନୈତିକ ଲୋକ ଥିଲାପରି ଲାଗୁନି। ଅଭିମାନ ନିଜର ଦୁଃଖଟା ନିଜ ଭିତରେ ସୀମିତ ହେଇକି ରହିଯାଉଛି। ତ ଏହା ଉପରେ ଇମିଡ଼ିଏଟ୍ ପଦକ୍ଷେପ ନେବା କଥା। ଆମେ ଯେତେବେଳେ ଦୋକାନୀକୁ ପଚାରୁ, ଡିଲରକୁ ପଚାରୁ, ସେ କହୁଛନ୍ତି ଆଜ୍ଞା ମୁଁ ପଇସା ପଠାଇଛି, ସବୁ ବ୍ୟବସ୍ଥା କରିସାରିଛି, ତା ସହିତ ମିଳୁନି, ଆପଣଙ୍କର ସେ କଷ୍ଟମର କେୟାରକୁ କରନ୍ତୁ, ଫୋନ୍ କରନ୍ତୁ, ବୁଝାବୁଝି କରନ୍ତୁ, ଯାହା କରୁଛନ୍ତି କରନ୍ତୁ। ତ ଏମିତି ଗୋଟେ ଅସହାୟ ଅବସ୍ଥାରେ ଅଛୁ। ଆମେ ଜଣେ ସିନିୟର ସିଟିଜନ୍, ଜଣେ ନାଗରିକ, କନସିୟସ୍ ନାଗରିକ ଭାବରେ 30ଟା ବ୍ଲକରେ ଲୋକ ଆପଣ ଗ୍ୟାସ୍ ପାଇବେନି, ଇଲେକ୍ଟ୍ରିସିଟି ପାଇବେନି, ପାଣି ପାଇବେନି। ଏଇଟା କ'ଣ କୌଣସି ପ୍ରଶାସନ କେହି ଦେଖୁନାହାନ୍ତି? କେହି ବାପା ମା' ନାହାନ୍ତି କି? ନା ଆପଣ କୌଣସି ରାଜନୈତିକ ଲୋକ ନାହାନ୍ତି? ଆମର ଦେଖନ୍ତୁ ଏଠି MLA ଅଛନ୍ତି, ବିଜେଡ଼ିର MLA ଅଛନ୍ତି, ଏଠି ବିଜେପିର ମଧ୍ୟ ଆପଣ MP ଅଛନ୍ତି, ତା ସତ୍ତ୍ୱେ ବି ଆମେ କୌଣସି ରେଜଲ୍ଟ ପାଉନା। ତେଣୁ ମୋର ବିନମ୍ର ଅନୁରୋଧ ଯେ ଆପଣମାନେ ଏଇଟା ଟିକେ ଦୃଷ୍ଟି ଦିଅନ୍ତୁ। ସର୍ବସାଧାରଣ ଗୋଟେ କନସିୟସ୍ ଏରିଆ ହେଉଛି ଆପଣ ବାରକୋଟ। ଏଇଠି ଆପଣଙ୍କର କାଳୀ ପୂଜା ହେଉ, ଅନ୍ୟାନ୍ୟ ଜିନିଷ ହୁଏ, ଲୋକମାନେ ଉତ୍ତେଜିତ ହେଇଗଲେଣି। ଭବିଷ୍ୟତରେ ଏମିତି ପରିସ୍ଥିତି ନ ହେଉ, ରାସ୍ତା ରୋକ କରିବେ, ଏଇ ଜିନିଷ ଗୁଡ଼ା ଆମକୁ ଶିକ୍ଷା ଦିଆ ନ ଯାଉ। ତ ଏଇଟା କେମିତି ଭାବରେ ହେଇପାରିବ, ଏଇଟା କାଇଣ୍ଡଲି ଆପଣ ପ୍ଲିଜ୍ ସର୍ଟ ଆଉଟ୍ କରନ୍ତୁ। ପ୍ରଶାସନକୁ କ'ଣ ଆପତ୍ତି ଅଭିଯୋଗ ଜଣାଇବେ? ପ୍ରଶାସନ ଏଇଟା ନିଜେ ଜାଣିବା କଥା। ଆମେ ପାଉନୁ ଗ୍ୟାସ୍, ମାନେ ଏଇଟା ଆପଣ ସବୁଠୁ ବଡ଼ ଅସୁବିଧା। ଘରେ ଦେଖନ୍ତୁ ରୋଷେଇ ହେଉନି, ଅବିକା କାଠ ଖଣ୍ଡେ ଖୋଜିଲେ ମିଳୁନି। ଯଦି ଆପଣ ଆମ ପାଖରେ ମାନେ ଅବ୍ୟବସ୍ଥା, ଗୋଟେ ଚାଷୀର କ'ଣ ହେଉଥିବ? ତେଣୁ ସେଇଟାକୁ ରିଏଲାଇଜ୍ କରିବାକୁ ପଡ଼ିବ ଏବଂ ତା ଉପରେ କୌଣସି ପଦକ୍ଷେପ ଆପଣ ଇମିଡ଼ିଏଟଲି ନିଅନ୍ତୁ। ଯିଏ କର୍ତ୍ତୃପକ୍ଷ ଅଛନ୍ତି ବା ସପ୍ଲାୟର୍ସ ଅଛନ୍ତି ବା ଯିଏ ଅଛନ୍ତି, ସେମାନେ ଉପରେ ଧ୍ୟାନ ଦେବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ଅଦରୱାଇଜ୍ ଏଇଟା ଭବିଷ୍ୟତରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିବ ଏବଂ ଆପଣ ଗୋଟେ ଏମିତି ସ୍ଥିତିକୁ ନେବ ଯେଉଁଟାକି ଅସହ୍ୟ ହେବ, ଭଲ ଲାଗିବନି। ଧନ୍ୟବାଦ। ବାରକୋଟ ଇଣ୍ଡିଆନ୍ର ପ୍ରୋଭାଇଡ଼ର ଅଛି। ଆମର ଏଇଟା ଗ୍ୟାସ୍ 5-7 ଦିନ ହେଲା ନାହିଁ। ଆମେ ତ ଅଲରେଡ଼ି ଅର୍ଡ଼ର କରିଦେଇଛୁ, NVT ବି କରାଯାଇଥିଲା, ଏପର୍ଯ୍ୟନ୍ତ ଆସିନି। କ'ଣ ଗଡ଼ବଡ଼ି ଥିବ କି କ'ଣ ଥିବ, ଟେକ୍ନିକାଲି ଗଡ଼ବଡ଼ି କିଛି ଥିବ କି କ'ଣ ଥିବ, ଆମେ ସେ ବିଷୟରେ କିଛି ଆଇଡ଼ିଆ ନାହିଁ। ଏବେ କେବେ ଆସିବ ବି କିଛି ନଲେଜ ବି ନାହିଁ। ଆପଣ ଉପର ଅଫିସରଙ୍କୁ ଜଣାଇଥିଲେ ନା, ପଚାରୁଛନ୍ତି ନା କ'ଣ ପାଇଁ? ଅଲରେଡ଼ି ଏଇଟା ଅନଲାଇନ୍ରେ ପ୍ଲେସ୍ ହୁଏ, ଅର୍ଡ଼ର ପ୍ଲେସ୍ ହୁଏ, ଅନଲାଇନ୍ରେ ପ୍ଲେସ୍ ହୁଏ। ତାପରେ ଆସିଯିବା କଥା। ଆଜି ପର୍ଯ୍ୟନ୍ତ କେବେ ଏମିତି ଲେଟ୍ ହୁଏନି। କିନ୍ତୁ ଆପଣ କ'ଣ ପଦକ୍ଷେପ ନେଇଛନ୍ତି ୟା ଉପରେ? ଗ୍ୟାସ୍ ଲୋକମାନେ ଆସି ଫେରୁଛନ୍ତି, କଷ୍ଟମର ମାନେ ଆସି ଫେରୁଛନ୍ତି, ଖାଉଟି ଲୋକ, ତାପରେ କ'ଣ ଆପଣ ପଦକ୍ଷେପ ନେଉଛନ୍ତି? ଏପର୍ଯ୍ୟନ୍ତ ସୁଦ୍ଧା 6 ଦିନ ହେଲା ଲୋକମାନେ ଜାଳିବାକୁ ପାଉନାହାନ୍ତି ଗ୍ୟାସ୍, ତାପରେ କ'ଣ ପଦକ୍ଷେପ ନେଉଛନ୍ତି? କାହାକୁ କହିଥିଲେ? ଆମେ କମ୍ପାନୀ କହିଥିଲୁ। 7 ଦିନ ଧରି ଲୋକ ବହୁତ ହଂସତ ଅଭିଯୋଗ ଆସୁଛି, ଗୋଟେ ପରେ ଗୋଟେ ଲୋକ ବହୁତ ହଇରାଣ ହେଉଛନ୍ତି, ଆସିକି ଫେରୁଛନ୍ତି। ଆଉ ଏବେ ଆମେ ଆଜି ଆସିଛୁ 10:30 ବି ରୁ ପହଞ୍ଚିଲୁଣି, ଆଉ ଦୋକାନ ବି ଖୋଲା ନାହିଁ, କି ଅପଡ଼େଟ୍ କରିବା ପାଇଁ ବି ଲୋକ ନାହାନ୍ତି। ତ ଲୋକମାନେ ବି ବହୁତ ନିରାଶ ହେଇକି ଫେରୁଛନ୍ତି। କ'ଣ ପଦକ୍ଷେପ ନେବେ ଆପଣ? ଆସିଲେ ଆମେ ଦେବା ଲାଗି କିଛି ଅସୁବିଧା ନାହିଁ। ସପ୍ଲାଏ ନଥିବାରୁ ଆମେ ଦେଇପାରୁନୁ। ସପ୍ଲାଏ ଆସିଲେ ନର୍ମାଲ୍ ହେଇଯିବ ବୋଲି ଆମେ ଆଶା କରୁଛୁ। ଆଜ୍ଞା, ମୋ ନାଁ ହେଉଛି କୀର୍ତ୍ତିଶ ପାତ୍ର। ମୋ ଘର ପଡ଼ିଆନାଳି। 5-6 ଦିନ ହେଲା ଆସୁଛୁ, ଆମେ ଗ୍ୟାସ୍ ପାଇପାରୁନି। ଏମିତି ଯଦି ହେବ ଆମେ ଚଳିବୁ କେମିତି? ଚାଷ ଚାଲିଛି, ଚାଷ ଛାଡ଼ିକି ଆମେ ଏଠି ଆସିଛୁ ଗ୍ୟାସ୍ ପାଇଁ, କିନ୍ତୁ ଆମେ ଗ୍ୟାସ୍ ପାଇପାରୁନି। ସେଥିପାଇଁ ସରକାର ତରଫରୁ ଆମକୁ ଗୋଟେ ବ୍ୟବସ୍ଥା କରନ୍ତୁ। ଦେବଗଡ଼ ଜିଲ୍ଲାରୁ ରୂପେଶ ଗୁରୁଙ୍କ ରିପୋର୍ଟ,
ବିଚିତ୍ର ଦୁନିଆ।